ସାଙ୍ଗମାନେ ଆଜି ମୁଁ ଆପଣଙ୍କୁ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ବିଧାନସଭା ନିର୍ବାଚନ ରାଜନୀତି ବିଷୟରେ କହିବି। ବୌଦ୍ଧ ଓ କନ୍ଧମାଳ ଜିଲ୍ଲାବାସୀ କେଉଁ ରାଜନୀତି ଦଳକୁ ଅଧିକ ପସନ୍ଦ କରନ୍ତି, କେଉଁ ରାଜନୀତି ଦଳ ପ୍ରତି ଲୋକଙ୍କର କ'ଣ ପ୍ରତିକ୍ରିୟା ରହିଛି, ଆଜି ମୁଁ ଏହି ଭିଡ଼ିଓରେ ଆପଣଙ୍କୁ ଜଣାଇବି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବୌଦ୍ଧ ଜିଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ 3ଟି ଦଳ ନିର୍ବାଚନ ଲଢୁଛନ୍ତି। ସେହି 3ଟି ଦଳ ହେଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡିରୁ ପ୍ରଦୀପ ଅମାତ ଓ ବିଜେପିରୁ ସରୋଜ ପ୍ରଧାନ ଓ କଂଗ୍ରେସରୁ ନବ ମିଶ୍ରଙ୍କ ମଧ୍ୟରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେବ। ବୌଦ୍ଧ ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ନାରୀ ସଶକ୍ତିକରଣ, ରାସ୍ତାଘାଟ ଏହିପରି ଅନେକ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ବୋଲି ପ୍ରଦୀପ ଅମାତ ଦାବି କରିଛନ୍ତି। ବୌଦ୍ଧ ଜିଲ୍ଲାକୁ ବିକାଶରେ ବିଜେଡି ଅବହେଳା କରିଛି ବୋଲି ବିଜେପି କହିଛି। ବିଜେଡିର ପ୍ରଦୀପ ଅମାତ 2000 ମସିହାରେ ସ୍ୱାଧୀନ ଭାବରେ ଛିଡ଼ା ହୋଇ ଜିତିଥିଲେ ଓ ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗ ଦେଇଥିଲେ। ସେ ଦୀର୍ଘ 5 ଥର ବିଧାୟକ ହୋଇଛନ୍ତି। ସେ ବିଜେଡି ଦଳରେ ଥିବା ସମୟରେ ଅର୍ଥମନ୍ତ୍ରୀ, ବାଚସ୍ପତି ପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। 2019 ବିଧାନସଭା ନିର୍ବାଚନ କଥା କହିଲେ ବିଜେଡିର ପ୍ରଦୀପ ଅମାତଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁଶାନ୍ତ କୁମାର ପ୍ରଧାନଙ୍କୁ 10,000 ଭୋଟରେ ହରାଇଥିଲେ। ଏହି ବୌଦ୍ଧ ଜିଲ୍ଲାରେ 2019 ବିଧାନସଭା ନିର୍ବାଚନରେ ବିଜେଡି ବାଜିମାତ କରି ଯାଇଥିଲା। 2024 ବିଧାନସଭା ନିର୍ବାଚନରେ କେଉଁ ଦଳ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା। କନ୍ଧମାଳ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀରୁ 3 ଦଳ ନିର୍ବାଚନ ଲଢୁଛନ୍ତି। ବିଜେଡିରୁ ଜୟଶ୍ରୀ କହଁର ଓ ବିଜେପିର ସୁକାନ୍ତ ପାଣିଗ୍ରାହୀଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଜଣାପଡ଼ିଛି। ବିଧାନସଭା ନିର୍ବାଚନରେ ବିଜେଡି ଜୟଶ୍ରୀ କହଁରକୁ ନୂଆ ପ୍ରାର୍ଥୀ କରିଛି। ବିଜେଡି କନ୍ଧମାଳ ଜିଲ୍ଲାର ସଭାପତି ଅଙ୍ଗଦ କହଁରଙ୍କୁ ଦାୟିତ୍ୱ ଦେଇଛି। ବିଜେଡି କନ୍ଧମାଳ ଜିଲ୍ଲାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛି, କିନ୍ତୁ କେତେକ ଅଞ୍ଚଳରେ ବିଜେଡି ପ୍ରତି ଜନସନ୍ତୋଷ ଦେଖିବାକୁ ମିଳିଛି। ବିଜେପି କନ୍ଧମାଳ ଜିଲ୍ଲାରେ ସଂଗଠନ ସୁଦୃଢ଼ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରିଛି। ଏହି କନ୍ଧମାଳ ଜିଲ୍ଲାର କୁଇ ସମାଜକୁ ବିଜେପି ସମର୍ଥନ କରିଛି। ଏହି 2024 ନିର୍ବାଚନରେ କେଉଁ ଦଳ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା। ଆପଣମାନଙ୍କୁ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଆଗକୁ ଆସୁଥିବା ସବୁ ନୂଆ ଭିଡ଼ିଓ ଦେଖିବା ପାଇଁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ସାଙ୍ଗରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ। ମୁଁ ଯେତେବେଳେ ନୂଆ ଭିଡ଼ିଓକୁ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ରହିଲି, ନମସ୍କାର।